जय जगन्नाथ जय माँ लक्ष्मी। नमस्कार बंधुगण, मु स्वागत करुच्ची मो चैनल सुप्रभात रे। आज भिडियो रे आमे जानिबा मोहिनी व्रत कथा तथा कौन कले आमको शुभफल प्राप्त हेब। दर्शक बंधु, चलित वर्ष मोहिनी एकादशी व्रत बैशाख मास 19 तारिख रे पालित हेबाकू जाउछि। एही व्रतटी बैशाख मास शुक्ल पक्ष एकादशी रे रखा जाए। ଏହି ବ୍ରତର ଏକ ବିଶେଷ ମହତ୍ଵ ରହିଛି। ଯିଏ ଏହି ବ୍ରତଟି କରିବ ତାଙ୍କର ଇହ ଜନ୍ମର ସମସ୍ତ ପାପ ସହିତ ପୂର୍ବ ଜନ୍ମର ମଧ୍ୟ ସମସ୍ତ ପାପ କ୍ଷୟ ହୋଇଯିବ। ସେ ସମସ୍ତ ପାପରୁ ମୁକ୍ତ ହୋଇଯିବେ। ଏହି ବ୍ରତ କରୁଥିବା ବ୍ୟକ୍ତି ନିଶ୍ଚୟ ଏହି ବ୍ରତ କଥା ପାଠ କରିବା ଉଚିତ। ପୁରାଣରେ ବର୍ଣ୍ଣିତ ଅଛି ଯେ ଏକଦା ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ଏହି ବ୍ରତ ବିଷୟରେ ପଚାରିଥିଲେ। ଏହି ବ୍ରତଟି କ'ଣ ତଥା ଏହା କଲେ କି ଫଳ ପ୍ରାପ୍ତ ହେବ। ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ ଯେ ଏହି ପ୍ରଶ୍ନଟି ଶ୍ରୀରାମଚନ୍ଦ୍ର ମହର୍ଷି ବଶିଷ୍ଠଙ୍କୁ ମଧ୍ୟ ପଚାରିଥିଲେ ଯେ ସମସ୍ତ ପାପ କେଉଁ ବ୍ରତ କଲେ କ୍ଷୟ ହେବ, ସେହି ବ୍ରତଟି ବିଷୟରେ ଜଣାନ୍ତୁ। ମହର୍ଷି ବଶିଷ୍ଠ ଅତ୍ୟନ୍ତ ହର୍ଷର ସହ କହିଥିଲେ ଯେ ଶ୍ରୀରାମଙ୍କ ନାମ ମାତ୍ରେ ହିଁ ସମସ୍ତ ପାପ କ୍ଷୟ ହୋଇଯାଇଥାଏ। ମାତ୍ର ତେବେ ମଧ୍ୟ ଆପଣ ଯଦି ଜାଣିବାକୁ ଇଚ୍ଛୁକ, ତେବେ ବୈଶାଖ ମାସର ଶୁକ୍ଳ ପକ୍ଷରେ ଯେଉଁ ଏକାଦଶୀ ପଡ଼େ ତାକୁ ମୋହିନୀ ଏକାଦଶୀ କୁହାଯାଏ। ଏହି ବ୍ରତର ପ୍ରଭାବରେ ସମସ୍ତ ପାପ କ୍ଷୟ ହୋଇଥାଏ। ଏହି ବ୍ରତ ପାଳନ କରୁଥିବା ବ୍ୟକ୍ତିକୁ କିଛି ବିଶେଷ କାମ କରିବା ଉଚିତ। ଏହି ବ୍ରତ ଦିନ ସକାଳୁ ଉଠି ନିଜକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ତଥା ନିର୍ମଳ କରି ତୁଳସୀ ଗଛରେ ଜଳ ଚଢ଼ାନ୍ତୁ। ତାପରେ ଭଗବାନ ବିଷ୍ଣୁଙ୍କ ସମ୍ମୁଖରେ ବ୍ରତ ଓ ଦାନର ସଂକଳ୍ପ ନେବେ। ଏହି ଦିନ ଉପବାସ ରଖନ୍ତୁ ତଥା ମାଟି ପାତ୍ରରେ ଜଳ ରଖି ଦାନ କରନ୍ତୁ ଅଥବା କୌଣସି ମନ୍ଦିରରେ ଖାଦ୍ୟ ବା ଅନ୍ୟ ଦାନ କରନ୍ତୁ। ଦର୍ଶକ ବନ୍ଧୁ, ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ସମ୍ପୂର୍ଣ୍ଣ ଏକାଦଶୀ ବ୍ରତ ହିଁ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ମନ୍ତ୍ର ପାଠ ମଧ୍ୟ କରାଯାଏ। ଏହି ମନ୍ତ୍ରଟି 108 ଥର ନିଶ୍ଚୟ ଜପ କରନ୍ତୁ। ସମସ୍ତ ନୀତି ନିୟମ ସହକାରେ ମନ୍ତ୍ରଟି ଜପ କଲେ ଆପଣଙ୍କୁ ସମସ୍ତ କଷ୍ଟରୁ ମୁକ୍ତି ତଥା ଆପଣଙ୍କ ଘରର ଧନ ଧାନ୍ୟ ସୁଖ ସମୃଦ୍ଧିର ପରିପୂର୍ଣ୍ଣ ହେବା ସହିତ ଆପଣ ତଥା ଆପଣଙ୍କ ପରିବାର ବର୍ଗକୁ ଏକ ଉତ୍ତମ ସ୍ୱାସ୍ଥ୍ୟ ମଧ୍ୟ ଫଳପ୍ରଦ ହେବ। ମନ୍ତ୍ରଟି ହେଲା ଓମ୍ ନମଃ ନାରାୟଣାୟ, 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 ଓମ୍ ନମଃ
नमः नारायणाय। ओम 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 श्री विष्णुदेवाय नमः। दर्शक बंधु भिडियोटी जदि भल लगी ताले लाइक करदे, चैनल टी को सब्सक्राइब करदे और कमेंट बॉक्स रे जय विष्णु